ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ 2026 ନବବର୍ଷ କିପରି ରହିବ ଆସନ୍ତୁ ଜାଣିବା। ଜ୍ୟୋତିଷ ଶାସ୍ତ୍ର ଅନୁସାରେ 2026 ମସିହା ବୃଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ମିଶ୍ରିତ ଫଳ ନେଇ ଆସିବ। ଏହି ବର୍ଷରେ ଆପଣଙ୍କୁ ଅଗ୍ରଗତି, ସ୍ଥିରତା ଏବଂ କିଛି ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିପାରେ। ଶନିଙ୍କ ପ୍ରଭାବ। ଶନିଦେବଙ୍କ ଏକାଦଶ ଭାବରେ ଅବସ୍ଥାନ ଯୋଗୁଁ ଆପଣଙ୍କୁ ଅମାପ ଧନ ଏବଂ ଆର୍ଥିକ ସ୍ଥିରତା ମିଳିବାର ସମ୍ଭାବନା ଅଛି। ଆପଣଙ୍କର ସଞ୍ଚୟ ବୃଦ୍ଧି ପାଇବ। ରାହୁ ଓ ଶୁକ୍ରଙ୍କ ପ୍ରଭାବ। ବର୍ଷର କିଛି ସମୟରେ ରାହୁ ଓ ଶୁକ୍ରଙ୍କ ବକ୍ରୀ ଗତି ଯୋଗୁଁ ସମ୍ପର୍କ ଏବଂ ପ୍ରେମ ଜୀବନରେ କିଛି ଉତ୍ଥାନ ପତନ ଦେଖାଦେଇପାରେ। ଏହି ସମୟରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ବିଭିନ୍ନ କ୍ଷେତ୍ରରେ ଫଳାଫଳ, କ୍ୟାରିୟର ଓ ବ୍ୟବସାୟରେ ଉନ୍ନତି ଓ ବଡ଼ ସୁଯୋଗ ମିଳିବ। ଚାକିରିରେ ପଦୋନ୍ନତି ଏବଂ ବହୁଦିନରୁ ଅଟକି ରହିଥିବା କାର୍ଯ୍ୟରେ ସଫଳତା ମିଳିବାର ସମ୍ଭାବନା ଅଛି। ନୂତନ ବ୍ୟବସାୟ ଆରମ୍ଭ ପାଇଁ ବର୍ଷଟି ଶୁଭ ଅଟେ। ଆର୍ଥିକ ସ୍ଥିତି। ଆର୍ଥିକ ସ୍ଥିରତା ବୃଦ୍ଧି ପାଇବ। ନିବେଶ ମଜବୁତ ହେବ। ଜମି କିମ୍ବା ଘର କିଣିବାର ଯୋଗ ରହିଛି। ପ୍ରେମ ସମ୍ପର୍କ। ପାରିବାରିକ ଜୀବନରେ ସୌହାର୍ଦ୍ଦ୍ୟ ଫେରିବ। ବିବାହ କିମ୍ବା ବହୁଦିନରୁ ବାକି ଥିବା କୌଣସି ପାରିବାରିକ କାର୍ଯ୍ୟ ହୋଇପାରେ। ସ୍ୱାସ୍ଥ୍ୟ। ସାମଗ୍ରିକ ଭାବରେ ସ୍ୱାସ୍ଥ୍ୟ ଭଲ ରହିବ। ମାନସିକ ଶାନ୍ତି, ନିଦ୍ରା, ଗୁଣବତ୍ତା ଏବଂ ଆଧ୍ୟାତ୍ମିକତା ପ୍ରତି ବେଶୀ ମନ ବଳାଇବେ। ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ପରୀକ୍ଷା ସାକ୍ଷାତକାରରେ ସଫଳତା ପାଇବେ। ବିଦେଶରେ ଅଧ୍ୟୟନ ପାଇଁ ସୁଯୋଗ ମିଳିପାରେ। ସତର୍କତା ଓ ପ୍ରତିକାର। ପ୍ରେମ ଜୀବନ ପାଇଁ ଅକ୍ଟୋବରରେ ଶୁକ୍ର ବକ୍ରୀ ହେବା ସମୟରେ ନିଜ ଭାବନା ଉପରେ ନିୟନ୍ତ୍ରଣ ରଖିବା ଜରୁରୀ। ସାଥୀଙ୍କ ସହିତ ସୃଜନଶୀଳ କାର୍ଯ୍ୟକଳାପରେ ସମୟ ବିତାନ୍ତୁ। ଆର୍ଥିକ କାର୍ଯ୍ୟ ପାଇଁ। କୌଣସି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ କାର୍ଯ୍ୟ ପାଇଁ ଘରୁ ବାହାରିବା ପୂର୍ବରୁ ଦହି ଖାଇବା ଶୁଭ ହୋଇଥାଏ।